ଏଲୋ ମା ମୁଁ କଣ କରିବି କିଲୋ। ଏ ଜଗଣି ଖାଇ ତନୁ ପାତଳି ମୋ ବହୁଟା ମୋ ନାତିଟାକୁ ପୁରା ବିଗାଡ଼ି ସାରିଲାଣି। ସବୁବେଳେ ହାତରେ ଗୋଟେ ମୋବାଇଲ ଧରିକି ଏଟା ଟିପି ଦଉଛି ଏଟା ଟିପି ଦେଇଛି କଣ ଲୋ ରୁଲ ନା ରିଲ କରୁଛି। କେତେ ଥେଇ ଥେଇ ହେଇ ନାଚୁଛି। ନାତିଟା ମୋର ସନ୍ଧ୍ୟାବେଳେ ଟିକେ ପାଠ ହେଲେ ପଢ଼ନ୍ତା କି କଣ ସବୁବେଳେ ଛାଡ଼ି ଦଉଛି ବୁଲିବା ପାଇଁ ଆଉ ନିଜେ ବସିକି ପଢା ମୁଇ ରିଲ ନା ରୁଲ କରୁଛି। ଥେଇ ଥେଇକି ନାଚୁଛି। ପାଇବ ପାଇବ ପାନି ଭଲ କି ପାଇବ ପାନି। ଆଲୋ ଆଲୋ ମୋବାଇଲଟା ଏଇଠି ଥୋଇଲେ ହବ। ଏଇଠିକି ଜମା ଫଟୋ ଗୁଡାକ ମୋର ଜମା ଭଲ ଆସୁନି। ଗୋରା ଟିକେ ଦେଖାଯାଉନି। ଯାଉଛି ଫିଲ୍ଟରଟା ଟିକେ ଲଗେଇଦେବି। ହଁ ଷ୍ଟାର୍ଟ କିଛି ପାଠ କରିବିନି। ଅବା ଡବା ପାଖ ତଳେ ଗୋଡ଼ ଖୁଡବା ଝାଡ଼ା ଯିବା ଟିକେ ଟିକେ ଖେଞ୍ଚି ଦବା। ଅବା ଡବା ପାଖ ତଳେ ଗୋଡ଼ ଖୁଡବା। ଆଲୋ ଅର୍ଖିତିଆଣି ସବା ଖାଇ ଅବା ଡବା କରୁଛୁ। ସିଆଡ଼େ ନାତି ମୋର ମୂର୍ଖ ହେଇ ସାରିଲାଣି। ତୁ ବଇକି ଦିନ ଯାକ ରୁଲ ନା ରିଲ କରୁଛୁ। ମରୁନୁ ଯାହା ଯଦି ରୁଲ କରିବୁ ଯା ତା ବାପ ଘରେ ମାଗଣା ଭାତ ଥୁଆ ହେଇଛି ହେଇଟେ ଖାଇକି ରିଲ କରିବୁ। ଅନା ଅନା ଦେଖ ମା ତମକୁ ମୁଁ କହିଦଉଛି ବେଶୀ କଥାବାର୍ତ୍ତା କରନି। ଲୋକ ରୁଲ କରିକି କେତେ ବାଟ ଆଗେଇ ଗଲେଣି। ଲକ୍ଷ ଲକ୍ଷ ଟଙ୍କା ପୁଳା ଟଙ୍କା ରୋଜଗାର କରୁଛନ୍ତି। ଆଲୋ ସବା ଖାଇ ତୁ କେତେ ଟଙ୍କା ରୋଜଗାର କରୁଛୁ ମତେ ଦେଖେଇଲୁ। କେତେ ଟଙ୍କା ରୋଜଗାର କରୁଛୁ ଦେଖା। ନା ଦେଖା ପଇସା ଆଗ ଦେଖା। ରୁହ ଗୋଟେ ମାସ ଅନାଅ ମୋର ଏବେ 1000 ଭିଉଅର୍ସ କମ୍ପ୍ଲିଟ୍ ହେଇଯିବ। ଆଉ ଆର ମାସରେ ମୁଁ ତମକୁ ପଇସାଟା ଦେଖେଇଦେବି। ଆଉ ପୁଅକୁ ତ ତାର ଟ୍ୟୁସନ ମୁଁ ପଠାଉଛି ଆଉ ସ୍କୁଲକୁ ଯାଉଛି। ଆଉ ତମେ କାହିଁ ଏତେ ଭଡ଼ା ଭଡ଼ା ହଉଛ। ତମେ ଯାଅ ସିଆଡ଼େ। ଛି ଭଲ ରିଲଟା ମୋର ଏମିତି ଖରାପ କରିଦେଲା ଏ ବୁଢ଼ୀ। ହଉ ଲୋ ଝିଅ ହଉ ସବା ଖାଇ ତୁ କେତେ ରୁଲ କରିବୁ ମୁଁ ଖାଲି ଦେଖିବି। ପେଟଟା ଖାଲି ନିଆଁ ଲାଗିଗଲାଣି। ଯାଉଛି ଯାଏ ରୋଷେଇ ଘରେ ଭାତ ତରକାରୀ ହେଇଥିବ ଖାଇଦେଇକି ଗଣ୍ଡେ ଶୋଇବି। ଆଲୋ ହାଣ୍ଡିରେ କଣ ଭାତ ନାହିଁ କି ତରକାରୀ ନାହିଁ। ମୁଁ ଯାଏ ସେ ଜଗଣି ଖାଇ କଣ କରୁଛି ଏତେବେଳେ ଯାକେ ମୁଁ ଦେଖେ। ରାମ ରେ ରାମ ରେ ରାମ ରେ ଏକି ହେଲା ରେ। ଆଲୋ ଜଗଣି ଖାଇ ତୁ ରାମା ରାମା କରୁଥିବୁ ନା ମତେ ଭାତ ଗଣ୍ଡେ ଖାଇବାକୁ ଦବୁ ବା। ହେ ମା ମୋର ତ ଆଜି ରିଲ କରିବା ଭିତରେ ରୋଷେଇ କରିବାକୁ ଜମା ମନେ ନାହିଁ। ହଉ ଠିକ ଅଛି ମୁଁ ମୁଢ଼ି ଗଣ୍ଡେ ଆଣିକି ଦଉଛି ତମେ ଟିକେ ଖାଇଦେଇ କାମଟା ଚଳେଇ ଦେଇଥାଅ। ରାତିରେ ଭାତ ରାନ୍ଧିଲେ ତମେ ଖାଇବ। ଖାଉ ଆଉ ଦରକାର ନାହିଁ। ତୁ ତ ସେ ରୁଲ କର ସେ କରିକି ତୁ ପେଟ ପୁରା। ମୋର ଆଉ ଭାତ ଖାଇବାର ନାହିଁ କି ସେ ମୁଢ଼ି ଖାଇବାର ନାହିଁ। ମୁଁ ଯାଉଛି ମୋ ଝିଅ ଘରକୁ ଯିବି। ଆରେ ଏ ସୁରିଆ ଆରେ ବେଗଟା ଫିଙ୍ଗି ଦେଇ କୁଆଡ଼େ ଯାଉଛୁ କିରେ। ଏ ଜଗଣି ଛା ଆରେ ବେଗଟା ଫିଙ୍ଗି ଦେଇ କୁଆଡ଼େ ଯାଉଛୁ। ଆଲୋ ଆଜି ତ ମେଟ୍ରିକ ରେଜଲ୍ଟ ବାହାରିଥିବ ନା କଣ। ମୁଁ ଯାଏ ଦେଖେ ମାର୍କ ସିଟଟା ବୋଧେ ଏଇ ବେଗ ଭିତରେ ଥିବ। ଆଲୋ ମୁଁ କଣ କରିବି କିଲୋ। ମୋ ପୁଅ ଦଶମରେ ଫେଲ ହେଇଗଲା। ମୁଁ ଆଉ କାହାକୁ ମୁହଁ ଦେଖେଇବି କିଲୋ। ଆଲୋ ସିଆଡ଼େ କଣ ପୋଡ଼ା ମହିର ପାଟି ଶୁଭିଲାଣି। କଣ ହେଇଛି ନା କଣ ମୁଁ ଯାଏ ଦେଖେ। ଆଲୋ ଏ ପୋଡ଼ା ମହି କଣ ହେଇଛି କିଲୋ। ଆଉ କାନ୍ଦିବା ରୁଲ କଣ କରୁଛୁ ମୋବାଇଲ ଧରିକି। ନା ମା ମୁଁ ତମ କଥା ଯଦି ମାନିଥାନ୍ତି ଆଜି ଏତେ ବଡ଼ ଅସୁବିଧା ମୋ ପୁଅ ସାଙ୍ଗରେ ହେଇନଥାନ୍ତା। ମୋ ପୁଅ ଦଶମ ପରୀକ୍ଷାରେ ଫେଲ ହେଇଛି। ମୁଁ କଣ କରିବି। ଆଲୋ ଏ ପୋଡ଼ା ମୁହିଁ ତୁ ଯଦି ମୋର ଗୋଟିଏ କଥା ମାନିବୁ ତାହେଲେ ଆରଥର ତୋ ପୁଅ ସାରା ଓଡ଼ିଶାରେ ଫାଷ୍ଟ ହବ ଲୋ। ହଁ ମା ମୁଁ ତମ କଥା ମାନିବି। କୁହ ମୁଁ କଣ କରିବି। ଆଗ ତୁ ସେ ନିଆଁ ରଡ଼ ମୋବାଇଲ ଫୋନକୁ ନେଇକି ଚୁଲିରେ ପୁରା। ତାପରେ ତୋ ପୁଅ ସାରା ଓଡ଼ିଶାରେ ଟପର ହବ ଲୋ। ତୁ ଦେଖିବୁ।
ହଁ ମା, ମୁଁ ଯାଉଛି ଏବେ ଚୁଲି ନେଇକି ଏ ପୋଡ଼ା ମୁହଁ ମୋବାଇଲ କି ପୁରେଇ ଦେବି।